अरे बंटी हाँ भाई जेतिकी लोक करथिले करिबा ना आउ टिके बढ़ेबारे मु कौन कहूँ भाई एत लोक खाया दौचे हां आउ 50 जन मार्केट के 50 जन खाया देदेले कवर हो मार्केट आउ कर दबा आगे चले नना सहित कथा है जिबा हाँ नना कोन चिठा दउथुंदी हम बढ़े दबा तू से दायित्व सब तू नबु बुझ पाइलो बा आउ ठीक नना सहित आगे कथा बा अरे बंटी हाँ भाई रुसई जानी रुसई के नांदी गोसाई 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 ସେଇଟା ବୋଧେ ଆସିନି हो हो कल्याण मस्तु ऐसु लक्षण बाबा हाँ हो अरे बाबा कुआड़े आसथिल कौन काम थला कुह रुसई आपण तो जानिथिबे हाँ हाँ बापांकर प्रथम श्राद्ध वार्षिक अच्छा अच्छा काली हाँ सेते आस्थिबो ओ चिठा नबे चिठा अच्छा 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 बस 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 हम बस 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 आओ बस बस ओहो हाँ आଜ୍ଞା ए कार साथ हबो बापांकर बापांकर आज्ञा आज्ञा हो हो एटा प्रथम वार्षिक साथ नहीं आगे अच्छा अच्छा हो हाँ कौन सब सरंजाम हबो मु लिखि दउची काली कौ दिन तुमरो काली काली तो आओ ठीक अच्छे हौ अरुआ चाउल 5 किले उषुना चाउल 5 किले गुआ घी 2 केजी आଜ୍ଞା आउ होम काठ काठ आ बापा रे आउ भल कटन शाढ़ी 2 खंड आ भल जोड़ खंडे है आउ भोजियो पाई विभिन्न प्रकार परिबा यथा कंचा कदली गाजर आलू कखारू एमती जहाँ बापांकर पसंद ताकू आनिबे आ मु टे माँ काम व्यस्त अच्छी काली मुझे बेला पहुँचीबी है हौ 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 ओ अरे बाबा 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 रे मु जी जानी तुम बापांकर तो सेमती किसी बयस हो नथिला ना हेले तुम बापा मले केमिति रुसई बापा मद पी पी की मरचंती हाँ बापा मद पी मरचुंती अरे अरे दियो 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 ये मेन जिनसटा आदर खाई नहीं अरे बापा तुम बाबा देसी ना विदेशी पियंती नंबर 1 नंबर 1 अच्छा अच्छा नंबर 1 हुस्की गोटे आनिबे हाँ हाउ अच्छा रुसई हाँ कौन ला बापा नंबर 1 हुस्कीटा कोन हो पिंडर हाँ एटा हूँ मेन कथा आमे जेतबले को आत्मार पिंड श्राद्ध दियंती कौन पे दियंती ताकर आत्मा शांति से जिनस दियंती तो तुम बापांकर जेहेतु मद पी पी मरीचंती तो तांकर आत्माटा कोउठ अटकी ठीक ठीक हो बा भाई 10 हांडे तो खाइबा दे नथिले तापर दिन मु गला बेलकु बापा जम्मारु छोई नांती सेई बेला खाइबा थुआ आइ हाँ अच्छा हाँ एबे बुझिल तो कौन बुझिल बापांकर प्रिय खाद्य मद आमे चाकणा देदेले मुख्य जिनसटा देई नाहांती बाबा खाइले नहीं तेणु करी आत्मार शांति पाई आत्मा जहाँ चाहूची सेटा निहाती दबा अनिवार्य बाबा बुझिल एबे जो चिठा देली तमे रेडी करो मु जाई काली ठीक टाइम रे पहुंची हला हौ एबे जाओ मु मां कर काम करे हला
ହଉ 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 କଲ୍ୟାଣ ମସ୍ତୁ କଲ୍ୟାଣ ମସ୍ତୁ କଲ୍ୟାଣ ମସ୍ତୁ। ଓ ହଁ ଆରେ ବାବା ସବୁ ରେଡି ହେଇଯାଇଛି ଗୋସାଇଁ ସବୁ ଯାହା ready। ଯାହା ସବୁ ଲେଖିଥିଲି ସବୁ ହେଇଯାଇଛି ତ ହଉ ଆସ ତୁରନ୍ତ କାମଟା ସାରିଦେଲେ ମୋର ସେଟା ଅନେକ କାମ ପରା ଖାଲି ତମରି ପାଇଁ ମୁଁ ଆସିଲି ବେଳାବେଳି। ହଁ ଆରେ ବାଜିଆ ଆଜ୍ଞା ମୁଁ ଯାହା ଯାହା ଲେଖିଥିଲି ସବୁ ରେଡି ହେଇଯାଇଛି ତ ହଁ ନନା ହଉ ଠିକ ଅଛି ମୁଁ କାହିଁକିନା ତମ ପାଇଁ ବେଳାବେଳି ଆସିଲି ମୋର ଅନେକ କାମ ଆଜ୍ଞା। ତମ ସାରି ଦେଇକି ମୁଁ ଯିବି। ଆରେ ବାବା ତମେ ସବୁ ଏଇ ଛୋଟିଆ ଭୁଲ କଲ ମତେ ଟିକେ ପଚାରିଲ ନାହିଁ ଏ 10 ଦିନ ମାଲା ଟିକେ ଦେଲ ସେଇ ଜିନିଷଟା ଦେଇଥିଲେ ବାପା ଶାନ୍ତି ପାଇ ଯାଇଥାନ୍ତେ ସେତିକି କଲ ନାହିଁ କେତେ ବଡ ଭୁଲ କାମ କଲ। ହଉ ଆସ 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 ଆସ। ଆରେ ବାବା ଦେଖିଲ ଆଜ୍ଞା। ତମେ ଖାଲି ଚାକଣ୍ଡା ଦେଇଦେଲ ମୁଖ୍ୟ ଜିନିଷ ଦେଲ ନାହିଁ କଣ ହେଲା ବାବା ଆତ୍ମା ଶାନ୍ତି ପାଇଲେ ନାହିଁ ସେ ଖାଦ୍ୟ ଖାଇଲେ ନାହିଁ ହେଲା ମତେ ପଚାରିବନି ମୁଁ ଗୋଟେ ବଟ ଗୋସାଇଁ ଏ ଏରିଆରେ 1 ନମ୍ବର ଗୋସାଇଁ ମୁଁ ତମେ ସେ ମତେ ପଚାରିବ ନାହିଁ ଆସ 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 ଯାହା ତ ହେଲାଣି ଆସ 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 ବସ 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 ହଉ ବାବା ବସ 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 ପିଣ୍ଡଟା ଛାଡ଼ି ଦେଇଯିବା ମୋ ସେ ଦୁନିଆ କାମ ବା ଏଇ ଏରିଆରେ ଗୋସାଇଁ କହିଲେ ଗୋଟେ ଗୋସାଇଁ ବଟ ଗୋସାଇଁ ଦୁନିଆ କାମ ହେଲା ହଉ 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 ହଁ ସବୁ ତ ରେଡି ଅଛି ଓମ୍ ଗଣନାରାୟଣ ରୁଦ୍ର ଅମ୍ବିକେ ଭାସ୍କର ତଥା ବିନା ଭିନ୍ନ କର୍ତ୍ତ ପର୍ଯ୍ୟ ଦେବ ନମସ୍ତୁତେ ଓಂ ଅପବିତ୍ର ପବିତ୍ରମ୍ ଓಂ ଆରେ ବାପା ତମ ଗୋତ୍ର ନାଗସ୍ୟ ଗୋତ୍ର ନାଗସ୍ୟ ଗୋତ୍ର ବାପା ନା ବାପା ନା ହରେ କୃଷ୍ଣ ମାଝୀ ହରେ କୃଷ୍ଣ ମାଝୀ ବୀରବର ନିୟମ ନାଗସ୍ୟ ଗୋତ୍ର ଶ୍ରୀମାନ ହରେ କୃଷ୍ଣ ପ୍ରଥମ ବାର୍ଷିକ ପିଣ୍ଡ ପୂଜା ଓಂ ପ୍ରଥମ ବାର୍ଷିକ ପିଣ୍ଡ ପୂଜା ନମ। ଆରେ ବାପାଙ୍କର ଯୋଉ ମେନ୍ ଜିନିଷଟା ଯୋଉଟା କହିଥିଲି ଆଣିଛ ଆରେ କାଇଁ ଆଣ ଆଣ ସେ ଯୋଉ ଜିନିଷଟା ତମେ ଆଣ ଓ ଡେରି ହଉଛି ମୋର ତମେ ସବୁ ଆଣ 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 ଓମ୍ ପ୍ରଥମ ବାର୍ଷିକ ପିଣ୍ଡ ପୂଜା ପିଣ୍ଡ ପୂଜା ପିଣ୍ଡ ପୂଜା ଓମ୍ ଏକାଦଶ ପୂଜା ଏକାଦଶ ପୂଜା ଏକାଦଶ ପୂଜା ଓ ବାପାଙ୍କର ଆତ୍ମା ଶାନ୍ତି ପୂଜା ଏକାଦଶ ପିଣ୍ଡ ପୂଜା ନମ ଓମ୍ ନମ୍ବର 1 ସ୍ୱାୟ ନମ୍ବର 1 ପୂଜା ବାପାଙ୍କର ଆତ୍ମା ଶାନ୍ତି ହଉ ନମ୍ବର 1 ପୂଜା ନମ ସ୍ୱାୟ ନମ 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 ଭାସ୍କର ବିରାମନ କତ ପର୍ଯ୍ୟଦେବ ନମ ସ୍ତୁତେ ନମ ନମ କାର ବେତ ଓ ସ୍ୱାୟ ନମ ସ୍ୱାୟ ହଁ ଆରେ ବାବା ହେଲା ଏବେ ଗୋଟେ କାମ କର ନନାକୁ ଦକ୍ଷିଣା ଦେଇ ବାପାଙ୍କର ଏଇ ଯୋଉ ରହିଲା ସରଞ୍ଜାମ ପ୍ଲସ ବାପାଙ୍କର ମୁଖ୍ୟ ଜିନିଷ ଆକୁ ନେଇ ବାପାଙ୍କୁ ଦେଇ ଘାଟରେ ଘାଟରେ ଦେଇ ସାଷ୍ଟାଙ୍ଗ ପ୍ରଣିପାତ କରିବ ହେଲା ହଉ ହଉ ବାବା ତମେ ଏବେ ଯାଅ ମୋର ଏବେ ପୂଜା ସରିଲା ମୋର ଅନେକ କାମ ମୁଁ ଯାଉଛି ବାବାଙ୍କ ଆତ୍ମା ଯେମିତି ଅଶାନ୍ତି ନ ହୁଏ ହେଲା ଯେମିତି କହିଥିଲି ବାବା ଯୋଉ ମିନେରାଲ ୱାଟର ପିଅନ୍ତି ଯାହା ଯେମିତି ଦବ ହେଲା ନା ନନା ମୁଁ ନେଇଯାଉଛି ତମେ ତମେ କର ମୋର ଦୁନିଆ କାମ ବ୍ୟାଗରେ ପୁରା ଟାଇମ ଅଛି ମୁଁ ଏଠୁ ଗଲେ ଅଲଗା ଆଡେ ଯିମି ହଉ 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 ଓମ୍ ସର୍ବାଦିଷ୍ଟ ଶାନ୍ତି ମସ୍ତ ସର୍ବାଦିଷ୍ଟ ଶାନ୍ତି ମସ୍ତ ଶାନ୍ତି ମସ୍ତ ବାବା ଯେମିତି କହିଥିଲେ ହେଲା ହଉ ହେ ପ୍ରଭୁ ଓହୋ ହଉ ନିଅ ହଉ ଶାନ୍ତି ଶାନ୍ତି। ଏଇ ବୁଲୁ ଆଇନି ଆଇନି ଦିଟା ଟୁକା କଣ କରୁଛନ୍ତି ଟିକେ ଦେଖିବା ଆଇନି କଣ କରୁଛନ୍ତି ଗାଁ ଗଣ୍ଡାର ଖବର ମୁଁ ତ
ଆଉ ବଡ଼ ବୟସ ନାହିଁ ଆଉ ତ ମୁଁ ଉଠି ବସି ପାରୁନି ଆଉ କ'ଣ କରିବି ମୁଁ ଆଉ କ'ଣ ରେ ବାଜିଆ ଜେଜେ ମାଣ୍ଟିଆ ଆରେ କ'ଣ ଏଠି ଚାଲିଛି କ'ଣ ଇଏ ପୋଖରୀ କୂଳର କ'ଣ ଚାଲିଛି ଏମିତି ଆଜି ବା ବାପାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ। ପ୍ରଥମ ଶ୍ରାଦ୍ଧ ବାର୍ଷିକ ତୁ ତ ଆମକୁ କିଛି ଖବର ଅନ୍ତର ନାହିଁ କ'ଣ ପ୍ରଥମ ଶ୍ରାଦ୍ଧ କରୁଛୁ ତୁ ଜାଣିପାରୁନି ଭାଇ ତ ଯାଇକି ଗାଁ ନିମନ୍ତ୍ରଣ କରି ଆସିଥିବ ସାନ ଭାଇ ଯାଇକି ଓହୋ ଘରେ ତ କହିକି ଆସିଥିବ ଜାଣିନାହାନ୍ତି। ଆଉ ମୁଁ ଟିକେ ସେ ଝୁଅ ଘର କତିକି ଯାଇଥିଲି ଏବେ ଆସିକି ପହଞ୍ଚିକି ଏଇ ବୁଲୁ ସାଙ୍ଗରେ ଟିକେ କଥା ହେଇକି ଆଉଛି କ'ଣ ଆଉ ଜାଣିଛି ମୁଁ ଏଇ ବୁଲୁ ହଁ ଜେଜେ କୁହ। ବନ୍ କ'ଣ ଘଟଣା ଦେଖିବା ବାପାର ବର୍ଷିକିଆ ଆସିଗଲାଣି ହଁ ଆଜି ଆଜି ବର୍ଷିକିଆ ନା ହଉ ହଉ କ'ଣ କରିବା ଆଉ ସେ କମ୍ ବୟସରୁ ଚାଲିଗଲା ଆଉ ଆରେ ବୁଲୁ କମ୍ ବୟସରୁ ଭାରି ମେଳାବି ଲୋକଟା ଆଉ ଯାହା ହଉ ପୁଅ ମାନେ ଦି ପୁଅ ଚଲେଇଛନ୍ତି ସଂସ୍ଥା ତିନି ଝିଅ ତ ବାହା ହେଇଯାଇଛନ୍ତି ଯାହା ହଉ ୟାଙ୍କ ମୁଣ୍ଡରୁ ସଳା ଚିନ୍ତା ଯାଇଛି ଏଇ ବୁଲୁ ଆରେ ଏଗୁଡ଼ା କ'ଣ ମଦ ବୋତଲ କଣ ଜେଜେ ହଁ ହଁ ମଦ ବୋତଲଟା କଣ ଜେଜେ ଏଠି ଆରେ ଏଇ ଆରେ ଇଏ କ'ଣ ଏଟା କ'ଣ ଆରେ ଜେଜେ ହଁ ବଟ ଗୋସାଇଁ ପା କହିଲେ ତମ ବାପାଙ୍କର ଆତ୍ମା ଟିକେ ମଦ ନଦେଲେ ତାଙ୍କ ଆତ୍ମା ଶାନ୍ତି ପାଇବନି। ହଁ ପରା ଜେଜ ଦଶହାଟିକାରେ ଯୋଉ ଆମେ ଖାଇବା ଦେଇଥିଲୁ ହଁ ତାପର ଦିନ ଗଲାବେଳୁ ବାପା ଜମାରୁ ଛୁଇଁନାହାନ୍ତି। ସେଇ କଥା ଗୋସାଇଙ୍କୁ କହିବାରୁ ଗୋସାଇ ଆମକୁ ଏଇ ପରାମର୍ଶ ଦେଲେ। ଆରେ ଏଇ ଜେଜେ କ'ଣ କହିଲା ସେ ମଦ ଦେଲେ ବାପା ଆତ୍ମା ଶାନ୍ତି ପାଇବ ହଁ ବା କିଏ ସେ ବଟ ଗୋସାଇଁ ବଟ ଗୋସାଇଁ ଶଳା ସେଟା ତ ନିଜେ ଗୋଟା ଘୋଡ଼ା ମଦୁଆ ଶଳା ମଦ ଖାଇ ଇଆଡ଼େ ସିଆଡ଼େ ପଡ଼ୁଛି ହଁ ଏଇ ଶଳା ଚଣ୍ଡାଳ ଗୁରାଗିରେ ତମେ ଶଳା ବାପା ବଞ୍ଚିଥିଲା ବେଳେ ଶଳା ବାପା ମୋର ମୁଠେ ଆହାର ଦେଇଥିଲେ ବାପା ଆହୁରି 5 ବର୍ଷ ବଞ୍ଚିଥାନ୍ତା ଶଳା ସେତକ ତ କଲନି ବାପା ଆତ୍ମା ମଲା ପରେ ବି ତାକୁ ମଦ ଦେଇକି ଆହୁରି ଥରେ ମାରିବାକୁ ଚେଷ୍ଟା କରୁଛ ହଁ ଆରେ ଇଏ ଯୋଉ ଖାଇବା ପିଇବା ଇଏ ଯୋଉ ଦଉଛ ୟାକୁ କିଏ ଖାଇବ ଇଏ ବୁଦାମୂଳରୁ ଇଏ ଶିଆଳ କୁକୁର ଆସିକି ଏଠି ଖାଇବେ ହଁ ଶଳା ଶିଆଳ କୁକୁରକୁ ବାପା ବୋଲି କହିକି ଦଣ୍ଡବତ ହବ କିନ୍ତୁ ବାପା ବଞ୍ଚିଥିଲା ବେଳେ ଦିନେ ଦଣ୍ଡବତ ନାହିଁ। ବାପା କ'ଣ ଖାଇବାକୁ ପସନ୍ଦ କର ତମେ ଜାଣିଛ ଏଇ ହଁ ଶଳା ତମେ ଦିଟା ପରା ବାପାକୁ ଖାଇବା ପିଇବାକୁ ଦେଲନି ବୋଲି ବାପା ପରା 12 ଉଳି ଶୁଣ୍ଠି ପିଣ୍ଡା ହେଇକି ଶଳା ମଲା ଶଳା ସେ ଏକୁଟିଆ ଲୋକ 3ଟା ଝିଅଙ୍କୁ ଜନ୍ମ କରି ତାଙ୍କୁ ବାହାଘର କରି ତମ ଦିଟାକୁ ଶଳା ଭେଣ୍ଡିଆ କଲା ତାପରେ ତମେ କହୁଛ ବାପା ପସନ୍ଦର ଆମେ କାମ କରୁ ହଁ ବାପା କହିଥିଲା ଏଇ ପସନ୍ଦର କାମ କରିବାକୁ ଆରେ ହଁ ଶଳା ତମେ ସ୍ୱର୍ଗପୁରର ବି ଲୋକଙ୍କୁ ରଖାଇ ଦେବନି ଏଠି ତ ସେ ମଦ ଖାଇକି ମଲା ତମେ ନିଜେ କହୁଛ ଶଳା ସ୍ୱର୍ଗପୁରରେ ବି ତାକୁ ମଦ ଦେଇକି ମାରିବ ଏଇ ତମେ ଗୁଡ଼ା କ'ଣ ସବୁ ସଂସ୍କୃତି ସଂସ୍କାର ପରମ୍ପରାକୁ ସବୁ ଭୁଲିଗଲଣି ନା କ'ଣ ହଁ ସେଗୁଡ଼ାକ ସବୁ ପୁଡ଼ି ଖାଇଲଣି ସେ ବଟ ଗୋସାଇଁ କଥାରେ ଚାଲିଛ ତମେ ହଁ ହଉ ଜେଜେ ହଁ ଗୋସାଇଁ ଆମକୁ ଯାହା କହିଲା ଆମେ ସେଇଆ କଲୁ। ହଁ ଜେଜ ହଁ ତମେ ଆମକୁ କହିଲେ ଆମେ କଣ ଏବେ କରିବୁ? ଆଉ ଯଦି ପଚାରିଲ ଶୁଣ ଆମେ ପରୁଖା ଲୋକ ଯଦି ଆମଠାରୁ ପରାମର୍ଶ ଚାହୁଁଛ ଆମେ ପରାମର୍ଶ ଦଉଛୁ ତମେ ଶୁଣ ବୁଝିପାରିଲ କାନର ଭଲି ପୁରା ତମେ ଗୋଟେ କାମ କର ଦୁଃଖୀ ରଙ୍କି ଯିଏ ଅଛନ୍ତି ସେମାନଙ୍କୁ ନିମନ୍ତ୍ରଣ କରିକି ଆଣ ତାଙ୍କ ପାଦ ଟିକେ ଧୋଇ ଦିଅ ତାଙ୍କୁ ଆଣିକି ଖାଇବାକୁ ଦିଅ ନଙ୍ଗଳା ପିଲାମାନଙ୍କୁ ଖାଇବାକୁ ଦିଅ ତା ଦ୍ୱାରା ବାପା ଆତ୍ମା ଶାନ୍ତି ପାଇବ। ଶଳା ଇଏ ମଦ ଦେଇକି ସେ ବଟିଆ କଥାର ଇଏ ମଦ ଦେଲେ ବାପା ଆତ୍ମା ଶାନ୍ତି ପାଇବ ନା ବାପା ଯାହା ସ୍ୱର୍ଗପୁର ଟିକେ ବଞ୍ଚିକି ଅନେଇଛି ବର୍ଷର ଥରେ ତମ ହାତରୁ ଟିକେ ପିଣ୍ଡ ପାଣି ପାଇବ ସେ ସେତକ ବି ପାଇବନି ସେଠି ଆଉ ଥରେ ମରିକି ବୋଧେ ଧୂଆଁ ହେଇଯିବ ଏ ତ ଅଙ୍ଗାର ହେଇକି ଯାଇଛି ସେଠି ପୁଡ଼ିକି ପୁରା ପାଉଁଶ ଧୂଆଁ ହେଇଯିବ ପୁରା ଯା ଚଣ୍ଡାଳ ସେଗୁଡ଼ା ଶୀଘ୍ର ସେ ପୋଖରୀ ଭିତରୁ ଖୋପାଡ଼ିକି ଭଲ ଯା ନଙ୍ଗଳା ପିଲାଙ୍କୁ ଡାକିକି ଆଣ ଦୁଃଖୀ ରଙ୍କିକି ଡାକିକି ଆଣି ଖାଇବା ପିଇବାକୁ ଦିଅ ଯା ଶଳା ଏଗୁଡ଼ା ସବୁ ସଂସ୍କାର ସଂସ୍କୃତି ପରମ୍ପରା ଏଗୁଡ଼ାକୁ ଶଳା ପୁଡ଼ି ଖାଇଲେ ସବୁ ଖାଇଲେ ବୁଲୁରେ ବାବା ହଁ ତୁ ଟିକେ ଲୋକଙ୍କୁ ପରାମର୍ଶ ଦିଏ ତୁ ଖାଲି ପାଣି ପୁରଉଛୁ କାଢୁଛୁ ଏଇ ଧନ୍ଦା ତୁ କର। ନମସ୍କାର ଜୟ ଜଗନ୍ନାଥ ରାଖାଲ ଦେ ଫିଲ୍ମ ତରଫରୁ ଆମେ ଏଇ ଯେଉଁ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଆପଣମାନଙ୍କୁ ଦେଖେଇଲୁ ଏଥିରେ ବାପାଙ୍କ ପିଣ୍ଡଦାନରେ ଆମେ ମଦ୍ୟପାନକୁ ଆମେ ନେଇଛୁ କିନ୍ତୁ ବାସ୍ତବରେ କଥା କ'ଣ ଏଇ ଜିନିଷଟା ଆମେ ନେଇଛୁ ଏଟା ହେଉଛି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଏଟା ବାସ୍ତବରେ এটা হচ্ছে সম্পূর্ণ কাল্পনিক বাস্তবতা সহিত ইয়ার কৌশি সম্পর্ক নাই আপন মানে দেহকু নেবে নাই
ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଆପଣମାନେ କେହି ମଦ୍ୟ ପିଅନ୍ତୁ ନାହିଁ। ମଦ ପିଇଲେ ଶଳା ମରିବ, ଏଟାକୁ ଖିଆଲ କର। ଆଉ ଯଦି ଆମ ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଛି ତାହେଲେ ଆମର ରାଖାଲ ଦେ ଫିଲ୍ମସ୍ କି ଲାଇକ୍ କର, ସେୟାର କର, କମେଣ୍ଟ କର, Share ଆଉ କର। ସବସ୍କ୍ରାଇବ କରିବା ପାଇଁ ଜମା ଭୁଲିବନି। ଜୟ ଭୁଲିଲେ ଜଗନ୍ନାଥ। ଜେଜର କିଳା ରହିଛି, ଭୁଲିବ ନାହିଁ।